মা বর্ষা ମୁଁ ତତେ ଗୋଟିଏ କଥା କହିବି ରେ ମା ବାପା ତୁ ମନା କରିବୁନି ତ ମା ନା ବାପା ନା ତୋ ବାହାଘର କଥାରେ ମା ହଁ ହଲୋ ମା ତୋ ବାହାଘର କଥା ହଁ କି ଆପଣ କ'ଣ କହୁଛନ୍ତି ବାପା ଆପଣ ତ ନିୟମ କରିଛନ୍ତି ଝିଅର ବୟସ 17 ହେଲେ ବାହା କରନ୍ତି ବୋଲିକି ଆଉ ସେ ନିୟମକୁ କ'ଣ ପାଇଁ ଭାଙ୍ଗୁଛନ୍ତି ବାପା ଝିଅର ବୟସ 17 ହେଲେ ବାହା କଲେ ସେହା ଭଲ ବାପା ଆପଣ ସେ ନିୟମକୁ ଭାଙ୍ଗନ୍ତୁନି ବାପା ତୁ ଠିକ କହିଛୁ ରେ ମା ମୁଁ ଆକାଶରେ ନିୟମ କରିଛି ଝିଅର ବୟସ 18 ଆଉ ପୁଅର ବୟସ 21 ହଁ ହେଲେ ଏବେ ତତେ ବାହା କରିବି ରେ ମା ଆଉ ବର୍ଷେ 2 ବର୍ଷ ଅପେକ୍ଷା କର ହଁ ବାପା ତାପରେ ମୁଁ ତତେ ବାହା କରିଦେବି ଠିକ ଅଛି ବାପା ମୋତେ ବି ସେ କଥା ଶୁଣିବା ପାଇଁ ଆଉ ଜାଣିବା ପାଇଁ ଇଚ୍ଛା ହଉନି ବାପା କିନ୍ତୁ ବାପା ବାପା ତତେ ଏବେ ମୁଁ ବାହା କରିବିନି ହଁ ବାପା ତତେ ଯେବେ 18 ବର୍ଷ ପୁରିଯିବ ହଁ ବାପା ମୁଁ ତୋ ବାହାଘର କରିଦେବି ଠିକ ଅଛି ବାପା ମୋତେ ତୋ ପାଇଁ ଉପଯୁକ୍ତ ବର ମୁଁ ଯୋଗାଡ଼ କରିଦେଇଛି ଲୋ ମା ଠିକ ଅଛି ବାପା ମୋତେ ବି ଜାଣିବା ପାଇଁ ଶୁଣିବା ପାଇଁ ଇଚ୍ଛା ହଉନି ବାପା ସେ କଥାଟା ସମୟ ଆସିଲେ ହଁ ମୁଁ ତତେ ନିଶ୍ଚୟ କହିବି ଲୋ ମା ଠିକ ଅଛି ବାପା ତାହେଲେ ଯିବା ଲୋ ମା ବାପା ମୁଁ ଆପଣଙ୍କୁ ଗୋଟିଏ କଥା କହିବା ପାଇଁ ଚାହୁଁଛି ଗୋଟିଏ କ'ଣ ରେ ମା କହିଯା ରେ ମା କୋଉ କଥା କହିବୁ ତୁ ମୁଁ ସଖୀଙ୍କ ସହିତ ଫୁଲ ଉଦ୍ୟାନ ଯିବା ପାଇଁ ଇଚ୍ଛା ହେଉଛି ବାପା ଯଦି ଆପଣ ଆଦେଶ ଦେଲେ ମୁଁ ସଖୀଙ୍କ ସହିତ ଫୁଲ ଉଦ୍ୟାନ ଯିବି ବାପା ତୁ ଫୁଲ ଉଦ୍ୟାନ ଯିବୁ ହଁ ବାପା ନା ରେ ମା ସେଇ ଅରଣ୍ୟ ବାଘ ଗଣ୍ଡାର ବାପା ଜିନିଷ ଜନ୍ତୁ ଅଛନ୍ତି ସେଇଠି ତତେ ମୁଁ ଏକୁଟିଆ କେମିତି ପଠାଇବି ଲୋ ମା ଯଦି ଆପଣ ଆଦେଶ ନ ଦେଲେ ମୁଁ ଆପଣଙ୍କ ସହିତ ଜମା କଥା ହେବି କି ହେଲା ଝିଅଟା ମୁଁ ଯଦି ତା କଥାରେ ନ ମାନିବି ସେ ରୁଷ୍ଟ ହେବ एकमात्र अलिअल झिल पुरा वर्षा कुमारी मते मानिबाकु पड़िबो आउ ताकू सेई फूल उद्यान को पठाइबाकु हबो माँ वर्षा कौन होला तू जीवले माँ हाँ तू निश्चय जीव फूल उद्यान को ताले मते फूल उद्यान ଯିବା ପାଇଁ ଆପଣ ଆଦେଶ ଦଉଛନ୍ତି ବାପା अरे माँ ସତରେ सकिंदा सहित जीव फूल उद्यान को विलंब करिबि लो माँ ଠିକ ଅଛି ବାପା शीघ्र शीघ्र बाहरिबो मो पारी पाखकु ଠିକ ଅଛି ବାପା ତାହେଲେ ଧୀର ମୋର ଭକ୍ତିବାର ଭୂମିଷ୍ଠ ପ୍ରଣାମ ବାପା उठलो माँ तोर सर्वस्व हो माँ तोर यात्रा पथ हो शुभ ତାହେଲେ ଚାଲନ୍ତୁ ବାପା तेरे चलते माँ ଚାଲନ୍ତୁ ବାପା लप करिबो रे माँ अति शीघ्र पठाइबो बाबू तुम्हें सहाय दिवस ठाकुरे